ପିଲାମାନେ +3 ଥାର୍ଡ଼ ସେମିଷ୍ଟର MDC ପେପରର କଳା ବିଷୟ ଓ ସାହିତ୍ୟ ବହିର ପ୍ରଥମ ୟୁନିଟ୍ ସାହିତ୍ୟ ଓ ସମାଜ ଏହାରି ଉପରେ ଗୋଟିଏ ଦୀର୍ଘ ପ୍ରଶ୍ନ ଉତ୍ତର ପ୍ରସ୍ତୁତ କରିଛି। ବୈଚିତ୍ର୍ୟମୟ ଏହି ବିଶ୍ୱ, ଏହାର ସୃଷ୍ଟି ପ୍ରକ୍ରିୟା ବାସ୍ତବରେ ବିସ୍ମୟ। ସତେ ଯେମିତି କେଉଁ ଅଦୃଶ୍ୟ ଯାଦୁକାରୀ ହାତର ଛୁଆଁରେ ଆକାଶ, ମାଟି, ପାଣି, ଗ୍ରହ, ନକ୍ଷତ୍ରର ସୃଷ୍ଟି। ସେହି ଯାଦୁକାରୀର ଠିକଣା ମିଳିବା ଯେମିତି ସହଜ ନୁହେଁ, ସେମିତି ସାହିତ୍ୟର ସଂଜ୍ଞା ନିରୂପଣ କରିବା ସହଜ ନୁହେଁ। ଚିନିର ମଧୁରତା, ନିମ୍ବର ପିତା, ପ୍ରେୟସୀଠାରୁ ପାଇଥିବା ଆଘାତକୁ କେହି କେବେ ବକ୍ତବ୍ୟରେ ପ୍ରକାଶ କରିପାରେ ନାହିଁ। ଏହା ହେଉଛି ଅନୁଭବୀର ତିକ୍ତ ଅନୁଭବ। ଏହି ଅନୁଭବକୁ ମାପିବାର ଯାନ୍ତ୍ରିକ ବ୍ୟବସ୍ଥା ନାହିଁ। ଏମିତି ହୋଇଥିଲେ ପୃଥିବୀର ସବୁ ମଣିଷ ସଭିଏଁ ଏକାପରି ଲାଗନ୍ତେ। ସୁନ୍ଦର ଅସୁନ୍ଦର ଭାଗବଣ୍ଟା ହୁଅନ୍ତା ନାହିଁ। ଯାହା ଜଣକ ଆଖିକୁ ସୁନ୍ଦର ଦିଶୁଛି ତାହା ଅନ୍ୟ ଜଣକୁ ନିଶ୍ଚୟ ସୁନ୍ଦର ଲାଗିବ, ଏମିତି କିଛି ମାନେ ନାହିଁ। ଏଥିରୁ ଗୋଟିଏ କଥା ସ୍ପଷ୍ଟ, ସାହିତ୍ୟ ହେଉଛି ଅନୁଭୂତି ଓ ଅନୁଭବର ନିର୍ଯାସ। ଏହା କେବଳ ମଣିଷର ହିତ ପାଇଁ ଉଦ୍ଦିଷ୍ଟ। ସାହିତ୍ୟ କହିଲେ ସହିତଜଃ, ଅର୍ଥାତ୍ ଯିଏ ନିଜର ହିତ ସାଧନ କରେ। ସହିତ ଯୁକ୍ତ ଜ ସମାନ ସାହିତ୍ୟ। ଶବ୍ଦ ମଧ୍ୟରେ ହୃଦୟର ଭାବାବେଗକୁ ପ୍ରକାଶ କରିବାର ଏକ ରୂପ। ପ୍ରାଚ୍ୟ ପାଶ୍ଚାତ୍ୟ ସାହିତ୍ୟିକମାନେ ସାହିତ୍ୟର ବିଭିନ୍ନ ସଂଜ୍ଞା ପ୍ରଦାନ କରିଛନ୍ତି। ସାହିତ୍ୟର ସଂଜ୍ଞା। କଲରିଜ୍ଙ୍କ ମତରେ ପୋଏଟ୍ରି ଇଜ୍ ଦ ବେଷ୍ଟ ୱାର୍ଡ ଇନ୍ ବେଷ୍ଟ ଅର୍ଡ଼ର। କବିତା ହେଉଛି ନିର୍ଦ୍ଦିଷ୍ଟ ପ୍ରକ୍ରିୟାର ସର୍ବଶ୍ରେଷ୍ଠ ସଜ୍ଜୀକରଣ ରୂପ। ୱିଲିୟମ ୱାର୍ଡସୱାର୍ଥ କହିଛନ୍ତି, ପୋଏଟ୍ରି ଇଜ୍ ଦ ସ୍ପଣ୍ଟାନିୟସ୍ ଓଭରଫ୍ଲୋ ଅଫ୍ ପାୱାରଫୁଲ୍ ଫିଲିଂ। କବି ଅନ୍ତରର ସ୍ୱତଃସ୍ଫୂର୍ତ୍ତ ଭାବୋଚ୍ଛ୍ୱାସ ହେଉଛି ସାହିତ୍ୟ। ଆର୍ନଲ୍ଡଙ୍କ ମତରେ ଲିଟରେଚର ଇଜ୍ ଦ କ୍ରିଟିସିଜିମ୍ ଅଫ୍ ଲାଇଫ୍। ଜୀବନର ସମାଲୋଚନା ହେଉଛି ସାହିତ୍ୟ। ସେମିତି ପ୍ରାଚ୍ୟ ଜଗତରେ ଆନନ୍ଦବର୍ଦ୍ଧନ କାବ୍ୟସ୍ୟ ଆତ୍ମା ଧ୍ୱନି। ବିଶ୍ୱନାଥ କବିରାଜ ବାକ୍ୟଂ ରସାତ୍ମକଂ କାବ୍ୟମ୍। ଆଚାର୍ଯ୍ୟ ବାମନ ରୀତିରାତ୍ମା କାବ୍ୟସ୍ୟ। ନିଜସ୍ୱ ଢଙ୍ଗରେ ସାହିତ୍ୟର ସଂଜ୍ଞା ପ୍ରଦାନ କରିଯାଇଛନ୍ତି। ଏସବୁ ଯେ ସାହିତ୍ୟର ଠିକ୍ ସଂଜ୍ଞା କାହିଁକି କେଜାଣି ମନେ ହୁଏନି। ଇଫ୍ I shall ask what is the definition of literature, I shall be silent. That sort of silent is the best definition of literature. ମୋତେ ଯଦି କେହି ସାହିତ୍ୟର ସଂଜ୍ଞା ପଚାରେ, ମୁଁ ନୀରବ ରହିବି। ସେହି ନୀରବତା ହିଁ ସାହିତ୍ୟର ସଂଜ୍ଞା। ଏହାର ଅର୍ଥ ପବନର ଶୀତଳତା, ପ୍ରେମିକାର ସୌନ୍ଦର୍ଯ୍ୟ, କ୍ରୋଧର ଉଷ୍ମତାକୁ କେବେ ଦେଖାଇ ପାରେନା। ଅନୁଭବୀ ହିଁ ନୀରବରେ ନିଜକୁ ବ୍ୟକ୍ତ କରାଏ। ନୀରବତାର ଗୋଟିଏ ଭାଷା ଅଛି, ଯାହା ସମସ୍ତେ ଶୁଣିପାରନ୍ତି ନାହିଁ। ଆଉ ଶୁଣିପାରୁଥିବା ବ୍ୟକ୍ତିଟି ଅବଶ୍ୟ ଜଣେ ସାହିତ୍ୟିକ। ସାହିତ୍ୟର ଉପାଦାନ। ସାହିତ୍ୟ ସୃଷ୍ଟିର କେତେଗୁଡ଼ିଏ ଉପାଦାନ ରହିଛି। 1. ଭାବାବେଗ। 2. ସୌନ୍ଦର୍ଯ୍ୟ। 3. ଅନୁଭବ। 4. ପ୍ରେମ। 5. ପ୍ରକୃତି। ଏମିତି ଭାବରେ ସାହିତ୍ୟର ଉପାଦାନ ରହିଛି। ଭାବାବେଗ। ଆବେଗ ପ୍ରବଣତା ସାହିତ୍ୟ ସୃଷ୍ଟିର ମୂଳ ଉତ୍ସ। ଯେମିତି ପ୍ରେକ୍ଷାଳୟରେ ବସିଥିବା ସମସ୍ତ ଦର୍ଶକ ଦୁଃଖଦ ଦୃଶ୍ୟରେ କାନ୍ଦନ୍ତି ନାହିଁ। ଯେଉଁମାନେ ସେହି ଭାବାବେଗ ଭିତରେ ବୁଡ଼ି ଯାଆନ୍ତି, ତାଙ୍କ ଆଖିରେ ଲୁହ ଆପଣା ଛାଏଁ ଜକେଇ ଆସେ। ଆମେ କହିପାରିବାନି ସେମାନେ କାନ୍ଦୁଛନ୍ତି, ବରଂ
ହୃଦୟ ଭାବାବେଗରେ ଆର୍ଦ୍ର ହୋଇଯାଇଛନ୍ତି ବୋଲି କହିପାରିବା। ଛୁଆଟିକୁ ମା ଖୁଆଇବା ବେଳେ ନିଜ ଅଲକ୍ଷ୍ୟରେ ନିଜ ପାଟିକୁ ଆଁ କରିଦିଏ। ଏହା କହିବାର ଅର୍ଥ ଛୁଆଟିର ଖାଇବା ଭିତରେ ମାଆର ଆବେଗ ଲୁକାୟିତ। ସୌନ୍ଦର୍ଯ୍ୟ କଥା ବିଚାର କଲାବେଳେ ମନ ଭିତରକୁ ଆପଣା ଛାଏଁ ଅସୁନ୍ଦର ଭଳି ଏକ ଶବ୍ଦ ଚାଲିଆସେ। ଅସଲ କଥା ହେଉଛି ସାହିତ୍ୟ ସ୍ରଷ୍ଟା ନିକଟରେ ଅସୁନ୍ଦର ବୋଲି କିଛି ଶବ୍ଦ ନାହିଁ। ସାଧାରଣରେ ଲୋକ ଯାହାକୁ ଅସୁନ୍ଦର କହନ୍ତି, ନାକ ଟେକନ୍ତି, କବିର ତୃତୀୟ ନୟନରେ ସତେ ଯେମିତି ସେ ନୂଆ ରୂପରେ ଝଲସି ଉଠେ। ତେଣୁ ପ୍ରତ୍ୟେକ ସାହିତ୍ୟିକ ଜଣେ ଜଣେ ସୌନ୍ଦର୍ଯ୍ୟଗ୍ରାହୀ। ପ୍ରକୃତରେ ସୌନ୍ଦର୍ଯ୍ୟ କୌଣସି ବସ୍ତୁରେ ନଥାଏ, ସୌନ୍ଦର୍ଯ୍ୟ ଥାଏ ସ୍ରଷ୍ଟାର ଆଖିରେ। ବିଉଟି ଲାଇଜ୍ ଇନ୍ ଆଇଜ୍। ସାହିତ୍ୟକୁ ରସଗ୍ରାହୀ କରିବାରେ ସୌନ୍ଦର୍ଯ୍ୟର ଭୂମିକା ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ। ଅନୁଭବକୁ ବାଦ୍ ଦେଇ ସାହିତ୍ୟ ପରିକଳ୍ପନା କରାଯାଇ ନପାରେ। ସାଧାରଣ ମଣିଷର ଅନୁଭବ, ସାହିତ୍ୟିକ ଅନୁଭବଭିତ୍ତିକ ଅନୁଭବ ଟିକେ ନିଆରା। ଗୋଟିଏ ଶାରୀରିକ ଅନୁଭବକୁ ସମସ୍ତେ ଏକା ଅନୁଭବ କରନ୍ତି, ମାତ୍ର ଆବେଗିକ ଅନୁଭବକୁ ଏକା ନୁହେଁ। ସେହି ହେତୁ ଜଣେ ସାହିତ୍ୟିକ ପାଖରେ ଜହ୍ନ ରୁଟିର ଅନୁଭବ ଦେଉଥିବା ବେଳେ ସମାନ ଜହ୍ନକୁ ଅନ୍ୟ ଜଣେ ରାଜା ଝିଅ ମୁହଁର ଅନୁଭବ ସାଉଁଟୁଛି। ଯେଉଁ ସ୍ରଷ୍ଟାର ଅନୁଭବ ଶକ୍ତି ଯେତେ ପ୍ରଖର, ତାହାର ସାହିତ୍ୟ ସୃଷ୍ଟି ସେତେ ସୁନ୍ଦର। ପ୍ରେମ ସାହିତ୍ୟ ହେଉଛି ପ୍ରେମର ଝରଣା। ପର୍ଯ୍ୟଟକ ହେଉଛନ୍ତି ସାହିତ୍ୟିକ। ଅର୍ଥାତ୍ ସ୍ରଷ୍ଟାଟିଏ ପ୍ରେମରେ ନ ବୁଡ଼ିଲେ ସାହିତ୍ୟ ଆତ୍ମପ୍ରକାଶ କରେ ନାହିଁ। ପ୍ରେମ କହିଲେ ସମର୍ପଣର ଏକ ଭାବକୁ ବୁଝାଏ। ସାହିତ୍ୟ ସ୍ରଷ୍ଟା ପ୍ରଥମେ ସୃଷ୍ଟି ଭିତରେ ନିଜକୁ ସମର୍ପଣ କରିଥାଏ, ଯାହା ଚେତନାକୁ ପ୍ରଶସ୍ତ କରେ। ବିଷୟବସ୍ତୁକୁ ସର୍ବାଗ୍ରେ ସୁନ୍ଦର କରିବାକୁ ପ୍ରେମ ଛଳ ଛଳ ରୂପଟି ଆବଶ୍ୟକ କରେ। ପ୍ରକୃତି ସାହିତ୍ୟ ଉପାଦାନ ଭିତରେ ପ୍ରକୃତି ଅନନ୍ୟ। ଫୁଲହାଟ, କୋଇଲିର କୁହୁତାନ, ସମୁଦ୍ରର ଉତ୍ତାଳ ତରଙ୍ଗ, ଜ୍ୟୋତ୍ସ୍ନାର ପ୍ଲାବନ, ଝରଣାର ନିରବଚ୍ଛିନ୍ନ ଧାରା, ଉତ୍ତୁଙ୍ଗ ପାହାଡ଼ର ଧୂମାନ୍ତ ବଳୟ, ରିମିଝିମି ବାରିପାତରେ କି ବା ବିଭୋର ନ ହୋଇଛି। ସାହିତ୍ୟିକ ପ୍ରଥମେ ବିଷୟବସ୍ତୁକୁ ଗ୍ରହଣ କଲା ପରେ ପ୍ରକୃତିକୁ ଆଖି ଫେରାଏ। ପ୍ରକୃତିରୁ ତୋଳୁଥିବା ଆନନ୍ଦ ଓ ଭାବାଶ୍ୱାସକୁ ବିଷୟବସ୍ତୁରେ ସଂଯୋଗ କରି ସାହିତ୍ୟକୁ ଓ ସୃଷ୍ଟିକୁ ରୋମାଞ୍ଚିତ କରେ। ପ୍ରକୃତି ତେଣୁ ସାହିତ୍ୟର ଏକ ବଳିଷ୍ଠ ଉପାଦାନ। ଇଏ ତ ଥିଲା ସାହିତ୍ୟର ସଂଜ୍ଞା ଓ ଏହାର ଉପାଦାନ। ସାହିତ୍ୟ ଓ ସମାଜ ମଧ୍ୟରେ ଥିବା ପାର୍ଥକ୍ୟକୁ ମୁଁ ଆଉ ଏକ ନୋଟରେ ପ୍ରସ୍ତୁତ କରି ଛାଡ଼ିବି। ଧନ୍ୟବାଦ।